ମୁଁ ଆପଣମାନଙ୍କୁ ଗୋଟେ ଛୋଟିଆ କଥା କହିବି ତାର ବଡ଼ ପ୍ରଭାବ ଅଛି। ଆଜି ଦିଲ୍ଲୀରେ ବଜେଟ୍ ପ୍ଲେସ୍ କରାଯାଉଛି ପଢ଼ାଯାଉଛି। ଭାରତବର୍ଷର 80ରୁ 90 ଭାଗ ଲୋକ ଜାଣନ୍ତି ନାହିଁ ବଜେଟ୍ କେଉଁ ଦିନ ପ୍ଲେସ୍ ହୁଏ, କ'ଣ ବଜେଟ୍ ହୁଏ, କାହିଁକି ହୁଏ, କେଉଁଥିପାଇଁ ହୁଏ। ଇଏ ହେଉଛି ଭାରତବର୍ଷର ଦୁର୍ଭାଗ୍ୟ। ଅର୍ଥାତ୍ ଭାରତବର୍ଷର ଜନଗଣଙ୍କ ଭିତରେ ବର୍ତ୍ତମାନ ସୁଦ୍ଧା ସଚେତନତା ନାହିଁ ବା ଯେତେ ସବୁ ବିଗତ ସରକାର ଯାଇଛନ୍ତି ସଚେତନତା ସୃଷ୍ଟି କରିବାରେ ବ୍ୟର୍ଥ ହୋଇଛନ୍ତି। ବଜେଟ୍ ସାଥିରେ ସିଧାସଳଖ ସାଧାରଣ ଜନତାଙ୍କର ଯଦିବା ଟୋଟାଲ ଲିଙ୍କ ରହିବା କଥା, କିନ୍ତୁ ବଜେଟ୍ ସମ୍ପର୍କରେ ଧ୍ୟାନ ନାହିଁ କି ଜ୍ଞାନ ନାହିଁ କି ଧାରଣା ନାହିଁ। ଏମାନେ ବଜେଟ୍ ପଢ଼ିବେ, କିଛି ଇଣ୍ଟେଲେକ୍ଚୁଆଲ ଭିତରେ ତାଙ୍କ ଦଳ ଭିତରେ ସେମାନେ ଖୁସି ହେବେ, ତାପରେ ଯିବେ। ଆଉ ଯେଉଁ ଖଣିଜ ପଦାର୍ଥର କଥା କହିଲେ, ତାଙ୍କର ସୁଦୂର ପ୍ରସାରୀ ଲକ୍ଷ୍ୟ ଅଛି ଯେ ଯେଉଁ ରତ୍ନଗର୍ଭା ଖଣି ଖାଦାନ ଭରପୁର ଓଡ଼ିଶା ଏବଂ ଆଉ ଯେଉଁ କିଛି ଜିଲ୍ଲା ରାଜ୍ୟକୁ ନେଇ କରୁଛନ୍ତି, ତାଙ୍କର ଉଦ୍ଦେଶ୍ୟ ଭିନ୍ନ। ତାହା ପରବର୍ତ୍ତୀ ସମୟରେ ବିସ୍ତୃତ ତଥ୍ୟ ଦିଆଯିବ। ସାଧାରଣ ଲୋକ ବଜେଟ୍ ସମ୍ପର୍କରେ ଜାଣନ୍ତି ହିଁ ନାହିଁ। ମୁଁ ଆପଣମାନଙ୍କୁ ଚ୍ୟାଲେଞ୍ଜ ଦେଉଛି, ଆପଣଙ୍କୁ ଆହ୍ୱାନ ଦେଉଛି। ଆଜି ଭୁବନେଶ୍ୱରରେ ଆପଣ 100 ଲୋକଙ୍କୁ ପଚାରେ ଦିଲ୍ଲୀରେ କେନ୍ଦ୍ର ସରକାର ବଜେଟ୍ ପ୍ଲେସ୍ କରୁଛନ୍ତି, ଯଦି 80 ଭାଗ 90 ଭାଗ ଲୋକ 10 ଭାଗରୁ ଅଧିକା ଲୋକ କହିଦେବେ, ମୁଁ ସବୁଦିନ ବି ଓହରି